सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडलीय सर्व शिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଅଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଜି। ଆଜି ଆମେ ଆଲୋଚନା କରିବା କର୍ମଯୋଗ ବା ଯମ ନିୟମ ବିଷୟରେ। ପ୍ରାଚୀନ କାଳରୁ ଲୋକମାନେ ଯୋଗର 8 ଅଙ୍ଗ ମାନୁଛନ୍ତି, ଯଥା ଯମ ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି। କିନ୍ତୁ ଅନେକ ଶାସ୍ତ୍ରରେ ଯମ ନିୟମକୁ ଛାଡ଼ି କେବଳ ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧ୍ୟାନ, ଅନେକ ଶାସ୍ତ୍ରରେ ଯମ ଓ ନିୟମକୁ ଛାଡ଼ି ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧିର 6 ଅଙ୍ଗକୁ ବର୍ଣ୍ଣନା କରାଯାଇଅଛି। ସାଧନ ସମୟରେ ଯମ ଓ ନିୟମର ଆବଶ୍ୟକତା ପଡ଼ିଥାଏ। ଏହା ବ୍ୟତୀତ ଯୋଗର କର୍ମ ଠିକ୍ ଭାବରେ ଚାଲିପାରିବ ନାହିଁ। ଯମ ନିୟମକୁ କର୍ମଯୋଗରେ ଗଣିବା ଦରକାର। ଯେଉଁ ଲୋକ ଯୋଗ ସହିତ ପରିଚିତ ନୁହେଁ, ସେ ଜାଣେ ଯେ ସାଧନ କରି ଧ୍ୟାନ ସ୍ଥିତ ହୋଇ ସାକ୍ଷାତ ଈଶ୍ୱରଙ୍କୁ ଦର୍ଶନ କରନ୍ତି ବା ପରମାତ୍ମା ମହେଶ୍ୱରଙ୍କୁ ଦେଖନ୍ତି, କିନ୍ତୁ ଏହା ଠିକ୍ ନୁହେଁ। କିନ୍ତୁ ପରମାତ୍ମାଙ୍କର ଯାହା ଲକ୍ଷଣ ସେ କାହାରି ଦେଖିବାର ବିଷୟ ନୁହେଁ। ଯୋଗାଭ୍ୟାସ ଦ୍ୱାରା ମଣିଷ ନିଜ ସତ୍ୟ ସ୍ୱରୂପକୁ ଦେଖେ ଓ ସେଥିରେ ସ୍ଥିତ ହୁଏ। ମହର୍ଷି ପାତଞ୍ଜଳି ମୁନିଙ୍କର ଯୋଗଦର୍ଶନ ଶାସ୍ତ୍ରରେ ଲେଖାଯାଇଛି ଯେ ଯୋଗଶ୍ଚିତ ବୃତ୍ତି ନିରୋଧ ତଦାଦଷ୍ଟୁ ସ୍ୱରୂପେ ଅବସ୍ଥାନ। ଏହାର ଅର୍ଥ ହେଉଛି ଯୋଗ ବୃତ୍ତି ସମୂହର ନିରୋଧକୁ କୁହାଯାଏ। ବୃତ୍ତି ନିରୋଧ ଅର୍ଥ ହେଉଛି ଯେ ବୃତ୍ତି ଗୁଡ଼ିକ ଯୋଗ କରିବା ପରେ ଛାଏଁ ଛାଏଁ ବନ୍ଦ ହେବା, ତାକୁ ବଳପୂର୍ବକ ବନ୍ଦ ନ କରିବା। ଏହାପରେ ଦ୍ରଷ୍ଟା ବା ଯୋଗୀ ନିଜ ସ୍ୱରୂପରେ ସ୍ଥିତ ହୁଏ। ଯୋଗ ଶବ୍ଦ ସଂସ୍କୃତର ଯୁତ୍ ସମାଧୁ ଧାତୁରୁ ଉତ୍ପନ୍ନ। ଚଞ୍ଚଳ ମନକୁ ଦେହ ଭିତରେ ଗୋଟିଏ ସ୍ଥାନରେ ଛାଏଁ ଛାଏଁ ରୋକିବାକୁ ସମାଧି କୁହାଯାଏ। ଯୋଗ ପାଇଁ ନିର୍ଦ୍ଦିଷ୍ଟ ସମୟ ଦରକାର, କିନ୍ତୁ ଚଲାବୁଲା କରିବା ସମୟରେ ମଧ୍ୟ ମନକୁ ନିଜ ସ୍ୱରୂପରେ ବିଚଳିତ ହେବାକୁ ନ ଦେବା ଯୋଗ କୁହାଯାଏ। ପାତଞ୍ଜଳିଙ୍କ ଯୋଗଦର୍ଶନ ଶାସ୍ତ୍ରରେ ଲେଖାଯାଇଅଛି ଯେ ଅହିଂସା, ସତ୍ୟାସ୍ତେୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ ଜମା। ଏହାର ଅର୍ଥ ହେଉଛି ଯେ ଯୋଗ ସାଧନ ସମୟରେ ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ ଓ ଅପରିଗ୍ରହ ପାଳନ କରିବା ଯୋଗ। ଏହି 5 ବ୍ରତର ପାଳନ ଯୋଗରେ ହେଲେ ଯମ କୁହାଯାଏ। ପ୍ରଥମେ ଆମେ
এই ଯମ ବିଷୟରେ ଆଲୋଚନା କରିବା। ଏଇ ଯମର 5ଟି ଉପାଙ୍ଗ ରହିଛି। 1ରେ ଅହିଂସା, 2ରେ ସତ୍ୟ, 3ରେ ଅସ୍ତେୟ, 4ରେ ବ୍ରହ୍ମଚର୍ଯ୍ୟ ଓ 5ରେ ହେଉଛି ଅପରିଗ୍ରହ। ପ୍ରଥମେ ଆମେ ଅହିଂସା ବିଷୟରେ ଆଲୋଚନା କରିବା, ଯାହାକି ହେଉଛି ଯମର ପ୍ରଥମ ଉପାଙ୍ଗ। କୌଣସି ଜୀବ ସହିତ ଶତ୍ରୁତା ନ ରଖିବା, ମନରେ, ବଚନରେ ଓ କର୍ମରେ କାହାରିକୁ ଦୁଃଖ ନ ଦେବା ଓ ବଦ୍ଧ ନ କରିବା। ମନରେ ସବୁବେଳେ ଦୟା ଏବଂ ପ୍ରେମ ଭାବ ରଖିବା। 2 ନମ୍ବର ଉପାଙ୍ଗ ହେଉଛି ସତ୍ୟ। ସେ ବିଷୟରେ ଆଲୋଚନା କରିବା। ରାଜା ଓ ଭଗବାନ ବିଷୟରେ ମନ ଓ ପଞ୍ଚ ଜ୍ଞାନେନ୍ଦ୍ରିୟ ଦ୍ୱାରା ଯାହା ଜଣାଯାଏ ଛନ୍ଦ କପଟ କରି ନ କହିବା ଓ ପୁସ୍ତକକୁ ଲେଖିବା ଓ କାହାକୁ କିଛି କହିଲା ବେଳେ ପକ୍ଷପାତ ନ କରିବା। ତାପରେ 3 ନମ୍ବର ଉପାଙ୍ଗ ହେଉଛି ଅସ୍ତେୟ। କୌଣସି ପଦାର୍ଥକୁ ତାର ମାଲିକ ବିନା ଆଦେଶରେ ଗ୍ରହଣ ନ କରିବା ବା କୌଣସି ପ୍ରକାର ଚୋରି ନ କରିବା। 4 ଉପାଙ୍ଗ ହେଉଛି ବ୍ରହ୍ମଚର୍ଯ୍ୟ। ଶୋଇବା, ଉଠିବା, ବସିବା, ଚାଲିବା ସବୁ ସମୟରେ ନିଜ ବ୍ରହ୍ମତ୍ୱକୁ ଭୁଲି ନ ଯିବା। ନିଜର ଜୀବନକୁ ତୁଚ୍ଛ, ଛୋଟ ବା ନୀଚ ନ ଭାବିବା ଏବଂ ଅନ୍ୟକୁ ମଧ୍ୟ ତୁଚ୍ଛ ବା ନୀଚ ନ ଭାବିବା। ତାପରେ 5ମ ଉପାଙ୍ଗ ନାମ ହେଉଛି ଅପରିଗ୍ରହ। କୌଣସି ପ୍ରକାର ମେହନତ ବା ମଜୁରୀ ନ କରିବା, କାହାରିକୁ ଭିକ ନ ମାଗିବା, ଲାଞ୍ଚ ନ ଦେବା ଓ ନ ନେବା। ମନ ବାରମ୍ବାର ଏହି 5 ବ୍ରତରୁ ଅଲଗା ହେବାକୁ ଚାହିଁବ। ଯୋଗ ସାଧନ ସମୟରେ ମନର ବୃତ୍ତି ସମୂହକୁ ଧରି ରଖି ଯମର ଏହି ବ୍ରତକୁ ଧ୍ୟାନ ରଖିବା ଧ୍ୟାନ ଯୋଗ। ବିନା ତର୍କ ବିତର୍କ, ପ୍ରମାଣ ବିପର୍ଯ୍ୟ, ବିକଳ୍ପର ନିଶ୍ଚିତ ରୂପରେ ନିଦ୍ରା ଓ ସ୍ମୃତିରେ ଓ ମନରେ ଏହି ବ୍ରତକୁ ଦୃଢ଼ କରିନେବା ସମାଧି ଯୋଗ। ଏହି ପ୍ରକାର ଧାରଣ କରି ଏହାକୁ ଦୃଢ଼ କରିବା ପାଇଁ ସୁଖପୂର୍ବକ ବସିବାକୁ ଆସନ କୁହାଯାଏ ବା କହନ୍ତି। ବୃତ୍ତିଗୁଡ଼ିକର ଅଭାବ ହେବା ଦ୍ୱାରା ଗୋଟିଏ ସ୍ଥାନରେ ନିଶ୍ଚଳ ବସି ରହି ମନକୁ ଯମ ଉପରେ ଦୃଢ଼ କରିନେଲେ ଶ୍ୱାସର ଗତି ଯଦି ବିନା ବନ୍ଦ କରିବାରେ କମ୍ ହୋଇଯାଏ, ଏହାକୁ ଯମର ପ୍ରାଣାୟାମ କହନ୍ତି। ପୂର୍ଣ୍ଣ ରୂପରେ ଯୋଗ ଓ ସାଧନର ଭିତରେ ରହିଛି କର୍ମଯୋଗ। ଯେ ଯମକୁ ଠିକ୍ ଭାବେ ପାଳନ କରେ ସେ କେବଳ ଯୋଗୀ ହୋଇପାରିବ। ଯମର ଏହି 5 ଅଙ୍ଗକୁ ଯଦି ଆମେ ପାଳନ ନ 5 ଉପାଙ୍ଗକୁ ଯଦି ଆମେ ପାଳନ ନ କରିବା, ତାହେଲେ ଆମେ ଆଦୌ ଯୋଗୀ ହୋଇପାରିବା ନାହିଁ। ମୁଁ ଏତିକି କହି ମୋର ବକ୍ତବ୍ୟକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସପ୍ରେମ ଜୟ ଜୀବ, ଜୟ ଜୀବ, ଜୟ ଜୀବ।